ଅଗ୍ନି ପୁରାଣରେ କୁହାଯାଇଛି ଯେ ମଣିଷ କେବେ ବି ନିଜ ମୁଖରୁ କଠୋର ଓ ଅପମାନଜନକ କଥା କହିବା ଉଚିତ ନୁହେଁ। ତୀର ଯେତେବେଳେ ଶରୀରରେ ଲାଗେ ତେବେ ସମୟ ସହିତ ତାହା ଭଲ ହୋଇଯାଏ, କିନ୍ତୁ କଟୁ ବାକ୍ୟ ଯେତେବେଳେ ଶରୀରରେ ଲାଗିଥାଏ ତେବେ ଅନେକ ବର୍ଷ ପର୍ଯ୍ୟନ୍ତ ମନରେ ରହିଯାଏ। ମଧୁର ବାଣୀ ଶତ୍ରୁଙ୍କୁ ମଧ୍ୟ ମିତ୍ର କରିପାରେ, କିନ୍ତୁ କ୍ରୋଧରେ କହିଥିବା କଥା ନିଜ ଲୋକଙ୍କୁ ମଧ୍ୟ ଦୂର କରିଦିଏ। ସେଥିପାଇଁ କହିବା ପୂର୍ବରୁ ଭାବନ୍ତୁ, କାରଣ ବାଣୀ ହିଁ ମଣିଷର ସବୁଠାରୁ ବଡ଼ ପରିଚୟ। ଆଜି ହେଉଛି 2 ଅଗଷ୍ଟ 2026 ମସିହାର ରବିବାର। ଆଜିର ସୂର୍ଯ୍ୟୋଦୟ ରହିଛି ସକାଳ 5:43। ସୂର୍ଯ୍ୟାସ୍ତ ରହିଛି ସନ୍ଧ୍ୟା 7:11। ଆଜି ରହିଛି ପକ୍ଷ କୃଷ୍ଣପକ୍ଷ ଏବଂ ତିଥି ରହିଛି ଚତୁର୍ଥୀ ତିଥି, ଯାହା ରାତି 11:15 ପର୍ଯ୍ୟନ୍ତ ଅଛି। ତେବେ ନକ୍ଷତ୍ର ରହିଛି ପୂର୍ବ ଭାଦ୍ରପଦା ନକ୍ଷତ୍ର ଏବଂ ଏହା ରାତି 9:37 ପର୍ଯ୍ୟନ୍ତ ଅଛି ଏବଂ ତାପରେ ଉତ୍ତର ଭାଦ୍ରପଦା ନକ୍ଷତ୍ର ଆରମ୍ଭ ହେବ। ତେବେ ଯୋଗ ରହିଛି ଅତି ଗଣ୍ଡ ଯୋଗ, ଯାହା ରାତି 10:30 ପର୍ଯ୍ୟନ୍ତ ଅଛି ଏବଂ ଏହି ଯୋଗ କହୁଛି କି ଆଜି ଗୁରୁତ୍ୱପୂର୍ଣ୍ଣ କାମରେ ଧୈର୍ଯ୍ୟ ରଖନ୍ତୁ। ଯୋଜନା କରି କାମ କଲେ ଲାଭ ମିଳିବ। ତେବେ ଆଜିର ଶୁଭ ସମୟ ଅମୃତ ଯୋଗ ରହିଛି ସକାଳ 6:37ରୁ 10:12 ମଧ୍ୟରେ, ସନ୍ଧ୍ୟା 7:54ରୁ ରାତି 10:42 ମଧ୍ୟରେ। ତେବେ ମାହେନ୍ଦ୍ର ଯୋଗ ରହିଛି ସକାଳ 5:43ରୁ 6:37 ମଧ୍ୟରେ, ଅପରାହ୍ନ 1:48ରୁ 2:42 ମଧ୍ୟରେ ଏବଂ ରାତି 1:31ରୁ 2:13 ମଧ୍ୟରେ। ତେବେ ଶୂନ୍ୟ ଯୋଗ ରହିଛି ଆଜି ସକାଳ 10:12ରୁ ଅପରାହ୍ନ 1:48 ମଧ୍ୟରେ ଏବଂ ଏହି ଶୂନ୍ୟ ଯୋଗରେ ନୂଆ ଶୁଭ କାର୍ଯ୍ୟ, ବଡ଼ ବିନିଯୋଗ କିମ୍ବା ମଙ୍ଗଳ କାମ ଆରମ୍ଭ କରିବା ଏଡ଼ାଇବା ଭଲ ହେବ। ତେବେ ମକର ରାଶିର ବନ୍ଧୁଗଣ, ଆଜି ଆମେ ପ୍ରଥମେ ଆପଣଙ୍କର ସ୍ୱାସ୍ଥ୍ୟ, ଆର୍ଥିକ, କ୍ୟାରିୟର ଏବଂ ପ୍ରେମ ରାଶିଫଳ ବିଷୟରେ ଆଲୋଚନା କରିବାକୁ ଯାଉଛେ। ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍, ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ତେବେ ଆଜି ଚନ୍ଦ୍ର କୁମ୍ଭ ରାଶିରେ ଶତଭିଷା ଓ ପରେ ପୂର୍ବ ଭାଦ୍ରପଦା ନକ୍ଷତ୍ରରେ ଗୋଚର କରୁଛନ୍ତି, ଯାହା ମାନସିକ ସନ୍ତୁଳନ ଓ ସ୍ନାୟୁତନ୍ତ୍ର ଉପରେ ପ୍ରଭାବ ପକାଇପାରେ। ଅନ୍ୟପଟରେ ଗୁରୁ ଅସ୍ତ ଅବସ୍ଥାରେ ଥିବାରୁ ଶରୀରର ଉର୍ଜା ସାମାନ୍ୟ କମ୍ ଅନୁଭବ ହୋଇପାରେ। ଶନି ବକ୍ରି ରହିଥିବାରୁ ପୁରୁଣା ଶାରୀରିକ ସମସ୍ୟା କିମ୍ବା ଅବହେଳିତ କଷ୍ଟ ପୁଣି ମନେ ପଡ଼ିପାରେ। ଆଜି କାମର ଚାପ ମଧ୍ୟରେ ନିଜକୁ ଅଧିକ ପ୍ରମାଣ କରିବାର ଚେଷ୍ଟା କଲେ କ୍ଳାନ୍ତି ବଢ଼ିପାରେ। ଦୀର୍ଘ ସମୟ ଧରି ଏକାଗ୍ର ହୋଇ କାମ କରୁଥିଲେ ଆଖି, କାନ୍ଧ କିମ୍ବା ଗଳାରେ ଅସୁବିଧା ଅନୁଭବ ହୋଇପାରେ। ଆଜି ନିଜ ଶରୀର ଦେଉଥିବା ସଂକେତକୁ ଅବହେଳା କରନ୍ତୁ ନାହିଁ। ଶତଭିଷା ନକ୍ଷତ୍ର ଚିକିତ୍ସା ଓ ସୁସ୍ଥତା ସହ ଜଡ଼ିତ ଥିବାରୁ ଆଜି ସ୍ୱାସ୍ଥ୍ୟ ପ୍ରତି ନିଆଯାଇଥିବା ଛୋଟ ନିଷ୍ପତ୍ତି ମଧ୍ୟ ଆଗାମୀ ଦିନରେ ଭଲ ଫଳ ଦେଇପାରେ। ଅନାବଶ୍ୟକ ଚିନ୍ତା ଛାଡ଼ି ମନକୁ ସ୍ଥିର ରଖନ୍ତୁ। ସକାରାତ୍ମକ ଚିନ୍ତା, ସମୟର ସଠିକ୍ ପରିଚାଳନା ଓ ଆତ୍ମନିୟନ୍ତ୍ରଣ ଆଜି ଆପଣଙ୍କ ସ୍ୱାସ୍ଥ୍ୟକୁ ସନ୍ତୁଳିତ ରଖିବ। ପୁରୁଣା ସମସ୍ୟାକୁ ଆଜିଠାରୁ ଗୁରୁତ୍ୱ ଦେଲେ ଭବିଷ୍ୟତରେ ବଡ଼ ଅସୁବିଧାରୁ ଏଡ଼ାଇ ପାରିବେ। ତେବେ ମକର ରାଶିର ବନ୍ଧୁଗଣ, ଆର୍ଥିକ ରାଶିଫଳ ଦିଗରୁ ଦେଖିଲେ ଆଜି ଚନ୍ଦ୍ର କୁମ୍ଭ ରାଶିରେ ଦ୍ୱିତୀୟ ଭାବକୁ ପ୍ରଭାବିତ କରୁଥିବାରୁ ଧନ, ସଞ୍ଚୟ ଓ ପାରିବାରିକ ଆର୍ଥିକ ବିଷୟ ପ୍ରତି ଆପଣଙ୍କର ଧ୍ୟାନ ବଢ଼ିବ। ବୁଧ ନିଜ ରାଶି ମିଥୁନରେ ଥିବାରୁ ଆର୍ଥିକ ହିସାବ କିତାବ, ବଜେଟ୍ ପ୍ରସ୍ତୁତି ଓ ଯୋଜନା କରିବାରେ ଆପଣ ସଫଳ ହେବେ। ଅନ୍ୟପଟରେ ଗୁରୁ ଅସ୍ତ ଥିବାରୁ ବଡ଼ ନିବେଶ କିମ୍ବା ଧନ ସମ୍ବନ୍ଧୀୟ ତରବରି ନିଷ୍ପତ୍ତି ନେବା ଉଚିତ ହେବ ନାହିଁ। ଆଜି ଆୟ ଓ ବ୍ୟୟର ସନ୍ତୁଳନ ରଖିବା ସବୁଠାରୁ ବଡ଼ ସଫଳତା ହେବ। ଅନାବଶ୍ୟକ କିଣାକଟା କିମ୍ବା କାହାରି କଥାରେ ପଡ଼ି ଟଙ୍କା ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ। ଯଦି କୌଣସି ନୂଆ ବ୍ୟବସାୟ, ପାର୍ଟନରସିପ୍ କିମ୍ବା ନିବେଶ ପ୍ରସ୍ତାବ ଆସେ ତେବେ ସମସ୍ତ ଦସ୍ତାବେଜ ଭଲ ଭାବରେ ଯାଞ୍ଚ କରି ନିଷ୍ପତ୍ତି ନିଅନ୍ତୁ। ଶନି ବକ୍ରି ଥିବାରୁ ପୁରୁଣା ଋଣ, ବକେୟା ଟଙ୍କା କିମ୍ବା ଅଧୁରା ଆର୍ଥିକ କାମରୁ ସମାଧାନ କରିବା ପାଇଁ ଆଜି ଉପଯୁକ୍ତ ସମୟ। ଦୀର୍ଘମିଆଦୀ ସଞ୍ଚୟ, SIP, ବୀମା କିମ୍ବା ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା ଉପରେ ଧ୍ୟାନ ଦେଲେ ଭଲ ଫଳ ମିଳିପାରେ। ଆଜି ଧୈର୍ଯ୍ୟ ଓ ବିଚାରପୂର୍ବକ ନିଆଯାଇଥିବା ପ୍ରତ୍ୟେକ ଆର୍ଥିକ ପଦକ୍ଷେପ ଆପଣଙ୍କୁ ଆଗାମୀ ଦିନରେ ମଜବୁତ ଆର୍ଥିକ ସ୍ଥିତି ଦେବ। ତେବେ ମକର ରାଶିର ବନ୍ଧୁଗଣ, କ୍ୟାରିୟର ଦିଗରୁ ଦେଖିଲେ ଆଜି ବୁଧ ନିଜ ରାଶି ମିଥୁନରେ ଶକ୍ତିଶାଳୀ ଅବସ୍ଥାରେ ରହିଥିବାରୁ ଆପଣଙ୍କର ଚିନ୍ତା ଶକ୍ତି, ଯୋଜନା କରିବାର କ୍ଷମତା ଓ ନିଷ୍ପତ୍ତି ନେବାର ଦକ୍ଷତା ବଢ଼ିବ। ଚନ୍ଦ୍ର କୁମ୍ଭ ରାଶିରେ ଥିବାରୁ ଆପଣଙ୍କ କାମରେ ନୂଆ ଧାରଣା ଆଣିବାକୁ ଚେଷ୍ଟା କରିବେ। ଅନ୍ୟପଟେ ଶନି ବକ୍ରି ଥିବାରୁ ପୁରୁଣା ପ୍ରୋଜେକ୍ଟ, ଅଧୁରା କାମ କିମ୍ବା ଦୀର୍ଘ ଦିନ ଧରି ଅପେକ୍ଷାରେ ଥିବା ଦାୟିତ୍ୱକୁ ପୁଣି ଥରେ ସମ୍ଭାଳିବାକୁ ପଡ଼ିପାରେ। ଗୁରୁ ଅସ୍ତ ଥିବାରୁ ବଡ଼ କ୍ୟାରିୟର,
ନିଷ୍ପତ୍ତିରେ ଶୀଘ୍ରତା କରିବା ଉଚିତ ହେବ ନାହିଁ। ଆଜି ଅଫିସ କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଶୃଙ୍ଖଳା ଓ ଧୈର୍ଯ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରେ। କୌଣସି ଜଟିଳ ସମସ୍ୟାର ସମାଧାନ ଆପଣଙ୍କର ବୁଦ୍ଧିମତ୍ତା ଦ୍ୱାରା ସମ୍ଭବ ହେବ। ସହକର୍ମୀଙ୍କ ସହ ଅନାବଶ୍ୟକ ତର୍କରେ ପଡ଼ିବା ପରିବର୍ତ୍ତେ କାମର ଫଳାଫଳ ଉପରେ ଧ୍ୟାନ ଦେବା ଅଧିକ ଲାଭଦାୟକ ହେବ। ଯଦି ଆପଣ ଚାକିରି ବଦଳାଉଛନ୍ତି କିମ୍ବା ଇଣ୍ଟରଭ୍ୟୁ ଦେଉଛନ୍ତି ବା ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ସମସ୍ତ ସୂଚନା ଯାଞ୍ଚ କରି ତାପରେ ଆଗକୁ ବଢ଼ନ୍ତୁ। ଛୋଟ ଛୋଟ ସଫଳତାକୁ ଅବହେଳା କରନ୍ତୁ ନାହିଁ, କାରଣ ସେଗୁଡ଼ିକ ହିଁ ଆଗାମୀ ବଡ଼ ସୁଯୋଗର ଭିତ୍ତି ହେବ। ଆଜିର ଦିନ ଆପଣଙ୍କର ପରିଶ୍ରମ, ଧୈର୍ଯ୍ୟ ଓ ସଠିକ ଯୋଜନାକୁ ପରୀକ୍ଷା କରିବ, କିନ୍ତୁ ଆପଣ ସଂଯମ ରଖିଲେ ଆଗାମୀ ସମୟରେ ଭଲ ପ୍ରଗତିର ଦ୍ୱାର ନିଶ୍ଚୟ ଭାବରେ ଖୋଲିବ। ତେବେ ମକର ରାଶିର ବନ୍ଧୁଗଣ, ତେବେ ଆପଣଙ୍କର ପ୍ରେମ ରାଶିଫଳ ଦିଗରେ ଦେଖିଲେ ଆଜି ଚନ୍ଦ୍ର କୁମ୍ଭ ରାଶିରେ ଥିବାରୁ ଆପଣଙ୍କର ଭାବନା ପୂର୍ବ ଅପେକ୍ଷା ଅଧିକ ସନ୍ତୁଳିତ ରହିବ। ଶୁକ୍ର କନ୍ୟା ରାଶିରେ ନିଚସ୍ତ ହୋଇଥିବାରୁ ପ୍ରେମ ସମ୍ପର୍କରେ ଛୋଟ ଛୋଟ କଥାକୁ ନେଇ ଭୁଲ ବୁଝାମଣା କିମ୍ବା ଅଧିକ ଆଶା ରଖିବାର ପ୍ରବୃତ୍ତି ଦେଖାଦେଇପାରେ। ଶନି ବକ୍ରି ଥିବାରୁ ପୁରୁଣା ସ୍ମୃତି, ପୁରୁଣା ସମ୍ପର୍କ କିମ୍ବା ଅଧୁରା ଭାବନା ପୁଣି ଥରେ ମନକୁ ଆସିପାରେ। ଯଦି ଆପଣ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ଆଜି ସାଥୀଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣନ୍ତୁ। ଛୋଟ କଥାକୁ ବଡ଼ ବିବାଦରେ ପରିଣତ କରନ୍ତୁ ନାହିଁ। ଯଦି ଆପଣଙ୍କ ସମ୍ପର୍କରେ କିଛି ଦିନ ଧରି ଦୂରତା କିମ୍ବା ନୀରବତା ରହିଛି, ତେବେ ଆଜି ତାହାକୁ ଜବରଦସ୍ତି ସମାଧାନ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ପ୍ରଥମେ ପରିସ୍ଥିତିକୁ ବୁଝନ୍ତୁ, ତାପରେ ସଠିକ ସମୟରେ କଥା ହୁଅନ୍ତୁ। ଆଜି ଧୈର୍ଯ୍ୟ ଦେଖାଇବା ଆସନ୍ତା କିଛି ଦିନରେ ସମ୍ପର୍କକୁ ସ୍ୱାଭାବିକ ଭାବରେ ପୁଣି ମଜବୁତ କରିପାରେ। ଅବିବାହିତ ଲୋକଙ୍କ ପାଇଁ ଆଜି ପ୍ରେମ ପ୍ରସ୍ତାବ ଠାରୁ ବେଶୀ ନୂଆ ପରିଚୟ ଗୁରୁତ୍ୱପୂର୍ଣ୍ଣ ହେବ। ସୋସିଆଲ ମିଡ଼ିଆ, କାର୍ଯ୍ୟସ୍ଥଳ କିମ୍ବା ବନ୍ଧୁଙ୍କ ମାଧ୍ୟମରେ କାହା ସହ କଥାବାର୍ତ୍ତା ଆରମ୍ଭ ହୋଇପାରେ। ତେବେ ଆଜି ଭାବନା ଠାରୁ ବେଶୀ ବୁଦ୍ଧିରେ ନିଷ୍ପତ୍ତି ନେବା ଉଚିତ। ଶୁକ୍ର ପ୍ରଭାବ କାରଣରୁ ଛୋଟ ଛୋଟ କଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇପାରେ। ସାଥୀଙ୍କ ପ୍ରତ୍ୟେକ କଥାର ଅନ୍ୟ ଅର୍ଥ ବାହାର କରିବା ପରିବର୍ତ୍ତେ ସିଧାସଳଖ ପଚାରିବା ଭଲ। ଆଜି ବିଶ୍ୱାସ ରଖିଲେ ସମ୍ପର୍କରେ ଶାନ୍ତି ରହିବ।